ରାମ ନାରାୟଣ ରାମ ଏକ ସେଣ୍ଟ୍ରାଲ ଫଣ୍ଡ ରହିବ ଶାନ୍ତି ଚାହାନ୍ତି ନାହିଁ। ସେମାନେ କେବଳ ନିଜ ଲାଭ ବିଷୟରେ ଭାବନା କରନ୍ତି। ଏକ ଆଧ୍ୟାତ୍ମିକ ବ୍ୟାଙ୍କ ସେଠାରୁ ସମସ୍ତଙ୍କ ଉପକାର ପାଇଁ ବଣ୍ଟନ କରାଯିବ। ମନଧର ଆମେ ପ୍ରତ୍ୟେକ ସ୍ଥାନରେ ଏକ ଏକ ସେଣ୍ଟର ତିଆରି କରି ପ୍ରତି ପ୍ରକାର ଟ୍ରେନିଂ ନେଇ କାମ କରୁ। ବିଭିନ୍ନ ମହଲ୍ଲାରେ ଏକ ସେଣ୍ଟର ହେବ, ଯେପରିକି ପାଲମ ଆଭେନ୍ୟୁ କିମ୍ବା ସୁଡେନ ଆରିଆ। ସେହି ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ସହଯୋଗ କରିବ। ତାଙ୍କର ହିନ୍ଦୁ କିମ୍ବା ମୁସଲମାନ ଥିବାରେ କୌଣସି ଜାତି ଥିବାରେ ପ୍ରଶ୍ନ ନାହିଁ। ସେମାନେ ଏକସାଥୀ ଆସି ସହଯୋଗ କରିବେ। ଯେଉଁମାନେ ସହଯୋଗ ନ କରିବେ ସେମାନେ ସମାଜର ଶତ୍ରୁ। ସ୍ପିରିଚୁଆଲ ଲବ୍ ତିଆରି ହେବ। ଏକ ସେଣ୍ଟର ରହିବ ଯେଉଁମାନେ ଦ୍ୱାର ଦ୍ୱାର ଯାଇ ଲୋକଙ୍କୁ ଡାକିବେ। ସବୁଠାରୁ ପ୍ରଥମେ ଧୂଳିମେଳା ପ୍ରସ୍ତୁତି କରିବେ। ଏଭଳି ଭାବେ ସମସ୍ତଙ୍କୁ ଏକତ୍ର କରିବେ। ସମସ୍ତେ ଏକ ଅନ୍ୟଙ୍କ ସହଯୋଗ କରିବେ। ସମସ୍ତେ ଏକଥାରେ ଏକତ୍ର ହେବେ। ସେଠାରେ କୀର୍ତ୍ତନ କରିବେ। କୁରାନ ବାଇବେଲ ସମ୍ପର୍କରେ ସମ୍ବାଦ ହେବ। ସୁବିଧା ଓ ଅସୁବିଧା ବିଷୟରେ ମଧ୍ୟ ଆଲୋଚନା ହେବ ଏବଂ ସେହି ଅନୁସାରେ କାର୍ଯ୍ୟ ପରିକଳ୍ପନା ହେବ। ମନଧର 10,000 ସେଣ୍ଟର ତିଆରି ହେଲେ ଏହି 10-30 ସେଣ୍ଟର ସପ୍ତାହରେ ଗୋଟିଏ ଦିନ କୌଣସି ବଡ଼ ସ୍ଥାନରେ ମିଳିବେ, ଯେପରିକି ହିଗେରୁ ପ୍ୟାରେଡ୍ ଗ୍ରାଉଣ୍ଡରେ। ସମସ୍ତେ ସେଠାରେ ବସି ସାଧନା କରିବେ, ଯୋଗାଭ୍ୟାସ କରିବେ। ଯଦି କେହି ନା ଆସିବେ ନାହିଁ, ତେବେ ସେ ଏହାର କାରଣ ବୁଝାଇବାକୁ ପଡ଼ିବ। ଏହି କାମ ହେବାରୁ ସମସ୍ତେ ଦୂରଦୂରାନ୍ତରେ ପ୍ରସାରିତ ହେବ। ଏକ ସୂର୍ଯ୍ୟ, ଏକ ଚନ୍ଦ୍ରମା, ଏହି ସ୍ର ଉପରେ ଆମେ ଧ୍ୟାନ ଦେବା। ଧୀରେ ଧୀରେ ପାଇ ବଢ଼ିବା ଆବଶ୍ୟକ। ଛୋଟ ଛୋଟ ଘରକୁ ସେଣ୍ଟର ବନାଇ ଆରମ୍ଭ କରିବାକୁ ପଡ଼ିବ। ସେଠାରେ ଟୋକରୀ ବଣ୍ଡଲ ମଧ୍ୟ ରହିବ। ଯେ କୌଣସି ପୁରୁଷ କିମ୍ବା ମହିଳା ସାର୍ବଜନୀନ ସଭା ନିୟନ୍ତ୍ରଣ କରିବେ। ଏକ ଫଣ୍ଡ ରହିବ। 2 ପଇସା 3 ପଇସା ଏଭଳି ଉଠାଇବାକୁ ପଡ଼ିବ। ଏହାକୁ ପ୍ରତି ମାସ ସାର୍ବଜନୀନ ଉପକାର ପାଇଁ ବ୍ୟୟ କରାଯିବ। ରାତିରେ ପହରା ଦେବା ବ୍ୟବସ୍ଥା ହେବ।